ନମସ୍କାର ଆଜ୍ଞା। ନମସ୍କାର। ନମସ୍କାର। ତ ଦେଖନ୍ତୁ ଆମର ଯେମିତିକି କହିଲେ ଯେ 1 ତାରିଖର କଣ ଯୋଉ ନୂଆବର୍ଷ ପାଳନ କରୁଛନ୍ତି 1 ତାରିଖ ଦିନ ଜାନୁଆରୀ 1 ତାରିଖ ଦିନ ଯୋଉ ନୂଆବର୍ଷ ପାଳନ ହଉଛି 1 ତାରିଖର ମାନେ ହସ ଖୁସିଟା 2 ତାରିଖ ଦିନ କାହିଁକି ପାଳନ କରାଯାଇ ପାରୁନାହିଁ କଣ ମାନେ କୋଉଥିପାଇଁ ଆଉ ସେଇ ସୁଖଟା ଆମେ ସବୁଦିନ କେମିତି ମିଳିବ କୋଉଠି ଗଲେ ମିଳିବ ସେ ହସ ଖୁସି ସବୁବେଳେ ଆମକୁ କେମିତି ମିଳିପାରିବ ଆଉ ଏଇ ଯଦି ଆମକୁ ହସ ଖୁସି ତ ମିଳିବ ଆମେ ଜାଣିଛେ କିନ୍ତୁ ସେଇଟା କେମିତି ଗଲେ ମିଳିବ କୋଉଠି ଗଲେ ମିଳିବ या प्रोसेस କେମିତି ଏସବୁ ବିଷୟରେ ଆପଣ ଦର୍ଶକଙ୍କୁ ଟିକେ ଆପଣ ଜଣେଇ ଦିଅନ୍ତୁ। ଦେଖନ୍ତୁ ଆଜ୍ଞା, ପରମାତ୍ମାଙ୍କର ସୃଷ୍ଟିରେ ବର୍ଷର 365 ଦିନ ଯାକ ଗୁରୁତ୍ୱପୂର୍ଣ୍ଣ। ଆମେ ଖାଲି ନୂଆ ବର୍ଷକୁ ଆମେ ଗୋଟେ ଦିନ ଏନ୍ଜୟ କରୁଛେ, ଗୋଟେ ଦିନ ଆମେ ମौज ମଜଲିସ କରୁଛେ। ଆମର ଦେଖନ୍ତୁ ଆମର ପାଳନ କରିବାର ବିଧିଟା ବି କେମିତି, ମାନେ ମଦ ମାଂସ ନାଚ ଗୀତ, ତ ଏଇ ସବୁ ଜିନିଷ ହଉଛି ଭକ୍ତି ମାର୍ଗର ଟୋଟାଲି ବିରୁଦ୍ଧ। ତ ଆମର ଗୁରୁଜୀ ଆମକୁ ଶିକ୍ଷା ଦେଇଛନ୍ତି ବର୍ଷର 365 ଦିନ ଯାକ ସବୁଦିନ ସମାନ, ଖାଲି ଆମେ ନୂଆ ବର୍ଷଟା ଗୋଟେ ଦିନ ଗୁରୁତ୍ୱ ଦେବା, ତାର ଦିନକୁ ଆମେ ପୁଣି ଯେମିତିକୁ ସେମିତି। ତ ସେଇଟା କାହିଁକି? ତ ଆମେ ଯଦି ସବୁଦିନ 365 ଦିନ ଯାକ ଆମେ ଭକ୍ତି କରିବା, ଆମକୁ ସବୁଦିନ ସୁଖ ମିଳିବ, ଆମକୁ କେବେ କଷ୍ଟ ହିଁ ଆସିବନି। ଏଇଟା ଆମକୁ ପରମାତ୍ମା ସନ୍ଦେଶ ଦଉଛନ୍ତି। ଆଚ୍ଛା, ବହୁତ ବଢିଆ କହିଲେ ଯେ ଆମକୁ ଯଦି ଆମେ ପରମାତ୍ମାଙ୍କର କଥା ଯେମିତି ତାଙ୍କର ବେଦ ହଉ କି ପୁରାଣ ହଉ ଫଲୋ କରିବା ତାହେଲେ ଆମକୁ 365 ଦିନ ଯାକ ସୁଖ ମିଳିବ। ସେ ଖୁସି ଆମେ ପ୍ରାପ୍ତି କରିପାରିବା ନାଇଁ ପ୍ରକୃତରେ ଯୋଉଟା ଖୁସି ପ୍ରକୃତ ଖୁସି ଆମେ ପାଇପାରିବା। ବହୁତ ବଢିଆ କହିଲେ। ଠିକ ଅଛି, ବହୁତ ବଢିଆ କହିଲେ। ତ ଆମେ ତ ବର୍ତ୍ତମାନ ଯୋଉ ଆମର ଯୁବପିଢି ଯୋଉ ବର୍ତ୍ତମାନ ଏଇ ନାଚ ଗୀତ କରୁଛନ୍ତି, ଡିଜେ ବଜଉଛନ୍ତି, ଆଉ ମଦ ପିଉଛନ୍ତି, ମାଂସ ଭକ୍ଷଣ କରୁଛନ୍ତି, ନାରୀ ଭ୍ରମଣ କରୁଛନ୍ତି, ଆଉ ମାନେ ବିଭିନ୍ନ ଟାଇପର ଯୋଉ କୁକର୍ମ କରୁଛନ୍ତି, ତାଙ୍କର ଯୋଉ ଏଇ ଯୋଉ ବହୁତ ମୂଲ୍ୟବାନ ମଣିଷ ଶରୀର ଆଉ ବର୍ତ୍ତମାନ ସମୟ ଏ ମଣିଷ ଶରୀର ଯେତିକି ଦିନ ଅଛି ଆମ ପାଖରେ ଏଇ ଶରୀରଟା ବହୁତ ମୂଲ୍ୟବାନ। ନିଶ୍ଚୟ ନିଶ୍ଚୟ। ଆଉ ଏଇ ମୂଲ୍ୟବାନ ଶରୀର ପ୍ରାପ୍ତି କରିକି ଆଉ ଯୋଉ ମୂଲ୍ୟବାନ ସମୟ ସେମାନେ ବ୍ୟର୍ଥ କରୁଛନ୍ତି, ଏଇ ସମୟକୁ ସେମାନେ ସଠିକ ଉପଯୋଗ କେମିତି କରିପାରିବେ, ସେମାନେ ପ୍ରକୃତରେ କେମିତି ଚିହ୍ନି ପାରିବେ ଯେ ଏଇ ସମୟଟା ତାଙ୍କ ପାଇଁ ବହୁତ ମୂଲ୍ୟବାନ, କେମିତି ସେମାନେ ମାନେ ସଠିକ ଉପଯୋଗ କରିପାରିବେ, ସତ୍ କର୍ମରେ ଲଗେଇ ପାରିବେ, ତାଙ୍କ ନିଜ କର୍ମରେ ଲଗେଇ ପାରିବେ। ମାନେ ଏଇ ସବୁ ଜିନିଷକୁ ଆମେ କେମିତି, ଯେମିତି ଆମ ଦର୍ଶକ ମାନେ ଆପଣମାନଙ୍କୁ ଦେଖୁଛନ୍ତି, ତାକୁ ଆମେ କେମିତି ଜଣେଇ ପାରିବା ଯେ ତାଙ୍କର ସମୟଟା ବହୁତ ମୂଲ୍ୟବାନ ଆଉ ସେଇ ସମୟକୁ ସେମାନେ ଠିକ ଉପଯୋଗ କେମିତି କରିପାରିବେ, ସଠିକ ଉପଯୋଗ କେମିତି କରିପାରିବେ। ଦେଖନ୍ତୁ, ଆମର କବିର ଭଗବାନଙ୍କର ଗୋଟେ ବାଣୀ ଥିଲା, मानुष जन्म पाए कर जो रोटे नहीं हरि नाम, जैसे कुआ जल बिना बनवाया क्या काम। ଯଦି ଆମକୁ ମଣିଷ ଜନ୍ମ ଆମକୁ ମିଳିଛି କେବଳ ଭକ୍ତି କରି, ଏଇ ଯୋଉ ଦୁଃଖ ସାଂସାରିକ ଆମର ମଣିଷ ଜୀବନର ସବୁଠୁ ବଡ ରୋଗ ହଉଛି ଯେ ଜନ୍ମ ଆଉ ମୃତ୍ୟୁ। ଏଇଟା ଯେତେ ଦିନ ଆମ ଲାଗି ରହିଯିବ, ଆମର କେବେ ବି ଆମକୁ ସୁଖ ଆସିପାରିବ ନାହିଁ। ଆଜି ମଣିଷ ହେଇଛେ, କାଲି କୁକୁର ହବା, ଗଧ ହବା, ଛେଳି ହବା, ମେଣ୍ଢା ହବା, ସାପ ହବା, ଆମ କର୍ମ ଅନୁସାରେ ଆମକୁ ଜନି ମିଳିବ। ତ ଆମକୁ କୋଉଠି ଦେଖନ୍ତୁ, ଆପଣ ଥରେ ଚିନ୍ତା କରନ୍ତୁ ପଶୁ ମାନଙ୍କର କଣ ଅବସ୍ଥା ହଉଛି, ଗୋଟେ କୁକୁରର ଗୋଟେ ଜୀବନ କଥା ଚିନ୍ତା କରନ୍ତୁ, ଗୋଟେ ଗଧର ଜୀବନ କଥା ଚିନ୍ତା କରନ୍ତୁ। ତ ଏଇ ସବୁ ଏଇଟା ଯଦି ଆମର ଯେତେ ଦିନ ଜନ୍ମ ମୃତ୍ୟୁ ଆମର ଲାଗି ରହିଥିବ, ତ ଆମକୁ ମଣିଷ ଜନ୍ମ ବି ମିଳିବ ଯଦି ଆମେ ଭଲ ଭକ୍ତି କରିବା, ଆଉ ଏଇ ଜନି ବି ଆମକୁ ପ୍ରାପ୍ତ ହବ। ତ ସବୁଠୁ ଯୋଉ ଆମର ମଣିଷ ଜୀବନର ମୂଳ ଉଦ୍ଦେଶ୍ୟ, ତ ଆମର ଜନ୍ମ ମୁକ୍ତିରୁ, ଏଇ ଜନ୍ମ ମୃତ୍ୟୁରୁ ଆମକୁ କେମିତି ମୁକ୍ତି ମିଳିବ, ତ ସେଟା ଆମକୁ ମୁକ୍ତି କେମିତି ମିଳିବ ନା, ଆମେ ଯଦି ସନ୍ଥ ରାମପାଲଜୀ ମହାରାଜଙ୍କ ଶରଣକୁ ଆସିଲା ପରେ ସିଏ ଯୋଉ ମନ୍ତ୍ର ଦେବେ ସେଇ ଅନୁସାରେ ଆମେ ଯଦି ଭକ୍ତି କରିବା, ତାହେଲେ ଆମର ମୁକ୍ତି ହେଇପାରିବ। ଆଉ ଏଇଟା ସବୁ ଜଗତର ଭାଇ ଭଉଣୀ ମାନଙ୍କୁ ମୁଁ ଏଇଟା ଅନୁରୋଧ କରୁଛି ଯେ ଆପଣ ମାନେ ସମସ୍ତେ ଯୋଉ ସାଧନା ଟିଭିରେ ଯୋଉ ସାଧନା ଚ୍ୟାନେଲରେ ସତ୍ସଙ୍ଗ ଆସୁଛି ସନ୍ଧ୍ୟା 7:30 ରୁ 8:30 ସତ୍ସଙ୍ଗ ଦେଖନ୍ତୁ, ନହେଲେ
ଯେଉଁ ଅମୂଲ୍ୟ ପୁସ୍ତକ ରହିଛି ଜ୍ଞାନ ଗଙ୍ଗା, ଜୀବନର ମାର୍ଗ, ଗୀତା ତାର ଜ୍ଞାନ ଅମୃତ, ଆପଣ ଅନଲାଇନ ବି ମଗେଇ ପାରିବେ, ଫେସବୁକ ମାଧ୍ୟମରେ ମଗେଇ ପାରିବେ। ତ ଆପଣ ପଢନ୍ତୁ। ଆପଣ ଏଇ ସବୁ ପଢିଲା ପରେ କି ଯଦି ଆପଣ ପଢିବାରେ ଆପଣଙ୍କର ଟାଇମ ନାହିଁ, ତାହେଲେ ଆପଣ ସତ୍ସଙ୍ଗ ଶୁଣନ୍ତୁ। ଆପଣ ବରାବର ସତ୍ସଙ୍ଗ ଶୁଣିଲା ପରେ ଏଇ ଜ୍ଞାନ ଆପଣଙ୍କୁ ପ୍ରାପ୍ତ ହେବ। ଆପଣ ଅଟୋମେଟିକ ସେଇଠୁ କୋଉଟା ଭଲ କୋଉଟା ଖରାପ ଆପଣ ନିଜେ ହିଁ ଡିସାଇଡ କରିପାରିବେ। ଆଉ ସେଇଟା ବାରମ୍ବାର ଶୁଣିଲା ପରେ ଆପଣଙ୍କର ଅନ୍ଦରରୁ ଅଟୋମେଟିକ ପ୍ରେରଣା ହବ ଆପଣ ନାମ ଦୀକ୍ଷା ନେବା ପାଇଁ। ଏଇ ସବୁ ଜିନିଷକୁ ମାନେ ଏଇ ଯୋଉ ସମାଜର ସବୁ କୁସଂସ୍କାର ରହିଛି, ସମାଜର ଯୋଉ ଖରାପ ସବୁ ମାନେ ରହିଛି, ଏସବୁ ଅଟୋମେଟିକ ଦୂର ହେଇଯିବ। ଆପଣ ସତ୍ସଙ୍ଗ ଶୁଣନ୍ତୁ, ବହି ପଢନ୍ତୁ। ପଢିଲା ପରେ ଅଟୋମେଟିକ ଆପଣ ସତ୍ମାର୍ଗକୁ ଆସିବେ। ଆଉ ଯୋଉ ମଣିଷ ଜୀବନର ଯୋଉ ମୂଳ ଉଦ୍ଦେଶ୍ୟ ରହିଛି ତାକୁ ଆପଣ ପ୍ରାପ୍ତ କରିପାରିବେ। ବହୁତ ବଢିଆ, ବହୁତ ବଢିଆ କହିଲେ। କହିଲେ ଆମେ ଯଦି ସତ ଜିନିଷଟାକୁ ଜାଣବା ତ ଆମକୁ ସଦ୍ଗୁରୁ କରିବା ପାଇଁ ହିଁ ପଡିବ। ଆଉ ଗୁରୁଙ୍କ ଦ୍ଵାରା ଯଦି ତାଙ୍କ ସତ୍ସଙ୍ଗ ଆମେ ଦେଖିବା, ଗୁରୁଙ୍କର ସତ୍ସଙ୍ଗ ଦେଖିବା, ତାଙ୍କ ଯେକୌଣସି ପୁସ୍ତକ ଗଲା ସତଗୁରୁଙ୍କ ପୁସ୍ତକ ଆମେ ପଢବା, ତ ପଢିଲା ପରେ ଆମର ଯୋଉ ଯୋଉ ଖରାପ ଗୁଣ ଅଛି, ଆମେ ଆମ ଭିତରେ ଯୋଉ ଖରାପ ଗୁଣ ଅଛି ତାକୁ ଅତି ସହଜରେ ଆମେ ଦୂର କରିପାରିବା ଆମ ଭିତରେ। ବହୁତ ବଢିଆ, ବହୁତ ବଢିଆ କହିଲେ ଯେ ଆମେ ଯଦି ମଣିଷ ଶରୀରକୁ ଆଜି ପାଇଛେ, ତ ଆମେ ଯଦି ଭକ୍ତି ନ କରିବା ତାହେଲେ ଆମେ ପୁନର୍ବାର ମଣିଷ ଶରୀର ପାଇବା ବୋଲିକି କିଛି ଗ୍ୟାରେଣ୍ଟି ନାହିଁ। ଆମର ଭକ୍ତି ଅନୁସାରେ ଆମକୁ ଶରୀର ମିଳିବ, ଆମ ମଣିଷ ହେଇଥାଏ, ସେଟା ଠିକ ନୁହେଁ। ଆମର ଭକ୍ତି ଅନୁଯାୟୀ ସେଥିପାଇଁ ଆମକୁ ଯେ ଯେମିତି କର୍ମ କରିବ ସେ ସେମିତି ଫଳ ହିଁ ପାଇବ ବୋଲିକି ଏଠିକାର ବିଧି ବା ବିଧାନ ଆମେ ଆଗରୁ ଶୁଣି ଆସିଛୁ। ଠିକ ଅଛି, ବହୁତ ବଢିଆ ଦର୍ଶକ ବନ୍ଧୁ, ବହୁତ ବଢିଆ ଆଲୋଚନା କଲେ। ଆଉ ଏଇଭଳିଆ ଭିଡିଓ ଜାରି ରହିବାକୁ ମଧ୍ୟ ଆମ ସହିତ ଯୋଡି ରୁହନ୍ତୁ। ଆଉ ଯାହାବି ଆଲୋଚନା ହବ ପରବର୍ତ୍ତୀ ସମୟରେ ଆଲୋଚନା କରିବା। ତ ଆଜି ଆମକୁ ନମସ୍କାର। ନମସ୍କାର ନମସ୍କାର। ଠିକ ଅଛି।